ରାତି ପାଇଲେ ନୂଆଖାଇ ପ୍ରସ୍ତୁତି ପର୍ବ ବି ଶେଷ ପର୍ଯ୍ୟାୟରେ। ଘର ଲିପାପୋଛା ସରିଲାଣି। ସାମଗ୍ରୀ ଏବଂ ନୂଆ ଲୁଗାପଟା ବି ଘରକୁ ଆସି ସାରିଲାଣି। ଖାଲି ଅପେକ୍ଷା ସୁଝିଥିବା ଲଗ୍ନକୁ। ଲଗ୍ନ ସମୟରେ ମାଙ୍କ ପାଖରେ ନବାଗ୍ନ ଲାଗିବ। ଆଉ ଘରର ସଭିଏଁ ଏକାଠି ମିଶି ନୂଆ ଖାଇବେ। ତାପରେ ହେବ ଜୁହାର ଭେଟ। ଆଉ ସେପଟେ ବି ବାହାରେ ରହୁଥିବା ଲୋକେ ଘର ମୁହାଁ ହେଲେଣି। ହେବେନି ବା କେମିତି? ଇଏ ପରା ନୂଆଖାଇ, ବରଷ ଯାକର ତିହାର ଭିତରେ ସବୁଠୁ ବଡ଼ ତିହାର। ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି, ଯେତେ ଦୂରରେ ଥାଆନ୍ତୁ ନା କାହିଁକି, ସଭିଏଁ ମା ମାଟି ପାଖକୁ ଟାଣି ହୋଇ ଆସନ୍ତି ଏ ପର୍ବ ମାଧ୍ୟମରେ। ନୂଆଖାଇ କେବଳ ଏକ ସାଂସ୍କୃତିକ ପର୍ବ ନୁହେଁ, ଏହା ଏକ ବିଶାଳ ଭୂଖଣ୍ଡର ପରିଚୟ ମଧ୍ୟ। ଏକ କୃଷିଭିତ୍ତିକ ପର୍ବ ହୋଇଥିଲେ ବି ଏଥିରେ ଭାଇଚାରା ବି କିଛି କମ୍ ନଥାଏ। ଯେତେ ମନୋମାଳିନ୍ୟ ଥିଲେ ବି ଏ ପର୍ବ କରିଦିଏ ସମସ୍ତଙ୍କୁ ଏକତ୍ର। ତେବେ ପର୍ବର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ ତିଥିର ପାଖାପାଖି 15 ଦିନ ପୂର୍ବରୁ। ମାନେ ଲଗ୍ନ ବାହାରି ସାରିବା ପରେ ଗାଁ ଗାଁରେ ଡେଙ୍ଗୁରା ଦିଆଯାଇଥାଏ। ଆଉ ତାପରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ। ଏ ପର୍ବ ଦେଖିଲେ ଯେ କେହି ବି ବୁଝିଯିବ କି ପାଖେଇ ଆସିଲାଣି ନୂଆଖାଇ। ଧାନ କୁଟା, ବିରି ଚୁରା, ଘର ଲିପାପୋଛା ସହିତ ଆବଶ୍ୟକୀୟ ସାମଗ୍ରୀମାନ ଧୀରେ ଧୀରେ ଘରକୁ ଅଣାଯାଏ। ପରିବାରର ସଦସ୍ୟ ଜଙ୍ଗଲକୁ ଯାଇ ବିଭିନ୍ନ ଜଙ୍ଗଲଜାତ ଫଳ ସହିତ କୋରେଇ ପତ୍ର ଆଣିବାକୁ କେବେ ବି ଭୁଲନ୍ତି ନାହିଁ। କାରଣ ଏ ପତ୍ର ତିଆରି ଦନାରେ ଇଷ୍ଟଙ୍କ ପାଖେ ଭୋଗ ଲାଗିବ। ଆଉ ଘରର ମୁରବୀମାନେ ଅନେଇ ବସିଥାନ୍ତି କେତେବେଳେ ଦୂରଦୂରାନ୍ତରୁ ଥିବା ପରିବାରର ସବୁ ସଦସ୍ୟ ଘରକୁ ଆସିବେ। ସେପଟେ ଦୂରରେ ଥିବା ସଦସ୍ୟ ବି ଚାତକ ପରି ଅନେଇଥାନ୍ତି କେତେବେଳେ ନୂଆଖାଇ ଆସିବ ଆଉ ଆମେ ସଭିଏଁ ଗାଁକୁ ଫେରିବୁ। ଆଉ ଗାଁରେ ପହଞ୍ଚୁ ପହଞ୍ଚୁ ମନରେ ଭରିଯାଏ ଆଗ୍ରହ ଓ ଉତ୍କଣ୍ଠା। ତେବେ ନୂଆଖାଇ ପୂର୍ବରୁ ଗାଁ ପାଖାପାଖି ବସିଥାଏ ଅସ୍ଥାୟୀ ହାଟ। ଏହି ହାଟରେ ନୂଆଖାଇ ପାଇଁ ବିଭିନ୍ନ ସାମଗ୍ରୀ ଏବଂ ସରଞ୍ଜାମ ବିକ୍ରି ହୁଏ ଏବଂ ସେ ହାଟକୁ ଯାଇ ଲୋକମାନେ ଖୁସି ମନରେ ନୂଆଖାଇ ପାଇଁ ବିଭିନ୍ନ ସାମଗ୍ରୀ ଘରକୁ ବୋହି ଆଣିଥାନ୍ତି। ଏହାପରେ ଘରେ ପହଞ୍ଚୁ ପହଞ୍ଚୁ ଘର ସଦସ୍ୟଙ୍କ ମନ ଭିତରେ ଭରିଯାଏ ଆଗ୍ରହ ଆଉ ଉତ୍କଣ୍ଠା। ଆଉ ସମସ୍ତେ ନୂଆଖାଇ ରାତିରେ ପରିବାରର ସବୁ ସଦସ୍ୟ ମିଶି ଆଲୋଚନା କରନ୍ତି କିଭଳି ଆଡ଼ମ୍ବର ସହକାରେ ସକାଳୁ ଆମେ ଏହି ପର୍ବଟିକୁ ପାଳନ କରିବା। ସେଦିନ ରାତିରେ ପ୍ରାୟତଃ ସ୍ତ୍ରୀ ଲୋକମାନଙ୍କ ଆଖିରେ ଆଉ ନିଦ ନଥାଏ। ରାତିରୁ ହିଁ ଗଢ଼ା ହୋଇଯାଏ ଭିନ୍ନ ଭିନ୍ନ ପିଠା ଆଉ ମିଠା। ସକାଳୁ ସକାଳୁ ସଭିଏଁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ଗାଁ ଦାଣ୍ଡରେ ବୁଲିବା ଆରମ୍ଭ କରିଦିଅନ୍ତି। ସତରେ ସେ ସମୟର ଦୃଶ୍ୟ ଦେଖିବା ହିଁ ନିଆରା। ଏହାପରେ ଘରର ମୁରବୀ କିଛି ଭୋଗ ଆଉ କିଛି ପୂଜା ସାମଗ୍ରୀ ନେଇ ବିଲକୁ ଯାଇଥାନ୍ତି ଆଉ ସେଠାରେ ଧାନ କ୍ଷେତକୁ ପୂଜାର୍ଚ୍ଚନା କରିଥାନ୍ତି। ଏତିକି ବେଳକୁ ଘରେ ଘରେ ପିଠା, ମଣ୍ଡା, କ୍ଷୀରିପୁରୀର ବାସ୍ନାରେ ଫାଟି ପଡ଼ୁଥାଏ। ବିଭିନ୍ନ ଦରବର ସୁଆଦିଆ ଦ୍ରବ୍ୟ, ସୁବାସିତ ଅନ୍ନ, ଡାଲି, ତରକାରୀ, ଆମ୍ବିଳ, କ୍ଷୀରି, ମିଠା ଇତ୍ୟାଦି ପୂର୍ବ ପ୍ରସ୍ତୁତି କୋରେଇ ପତ୍ରର ଦନାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଇଷ୍ଟଙ୍କୁ ସମର୍ପଣ କରାଯାଏ। ଏହାପରେ ଘରର ସଭିଏଁ ମିଶି ଖାଇଥାନ୍ତି ନୂଆ ବର୍ଷର ପ୍ରଥମ ଅର୍ଥାତ୍ ନୂଆ ଶସ୍ୟକୁ ଠାକୁରଙ୍କ ପାଖରେ ସମର୍ପି ଦେବାର ଏ ପରମ୍ପରା ହେଉଛି ନୂଆଖାଇ। ପରେ ଆରମ୍ଭ ହୋଇଯାଏ ନୂଆଖାଇର ଜୁହାର ଭେଟ, ଯାହାକି ଦେଖିଲା ପରି ହୋଇଥାଏ। ସବୁ ସାନମାନେ ବୁଲି ବୁଲି ବଡ଼ ଲୋକଙ୍କର ପାଦ ଛୁଇଁ ପ୍ରଣାମ କରିଥାନ୍ତି। ଅପରପଟେ ବଡ଼ମାନେ ବି ଅନାୟସରେ ଆଶିଷ ଅଜାଡ଼ି ଦେଇଥାନ୍ତି। ଏ ଦୃଶ୍ୟ ବୟାନ କରେ ଯେମିତି ଏ ତ ଖାଲି କୃଷିର ପର୍ବ ନୁହେଁ, ବରଂ ଭାଇଚାରାର ପର୍ବ। ରାଗ ଦ୍ୱେଷ ଭୁଲି ସମସ୍ତେ ହୋଇଯାଆନ୍ତି ଏକାକାର। ଆଉ ତାପରେ ସନ୍ଧ୍ୟାରେ ଆୟୋଜନ ହୋଇଯାଏ ନୂଆଖାଇ ଭେଟଘାଟ। ଢୋଲ, ନିଶାନ, ନତାସା ପରି ବାଦ୍ୟଯନ୍ତ୍ରରେ ଦୁଲକି ଯାଇଥାଏ ଚତୁର୍ଦିଗ। ତା ସହିତ ବିଭିନ୍ନ ଲୋକନାଚ ଓ ଗୀତ ପରିବେଶକୁ ଆହୁରି ରଙ୍ଗୀନ କରିଦେଇଥାଏ। ଏ ଦିନଟିକୁ ଦେଖିଲେ ଲାଗେ ଯେମିତି ବର୍ଷ ଯାକର ଖୁସିକୁ ଏମାନେ ଗୋଟିଏ ଦିନରେ ସାଉଁଟିବାର ପ୍ରୟାସ କରୁଛନ୍ତି। ଧନୀ ହେଉ ବା ଗରିବ, ସଭିଏଁ ମିଳିମିଶି ଏ ପର୍ବଟିକୁ ଧୁମଧାମରେ ପାଳନ କରନ୍ତି। ତେବେ ଶୁଣିବାକୁ ମିଳେ ପୂର୍ବରୁ ଗାଁ ମୁଖିଆ, ଯାହାକୁ ସମ୍ବଲପୁରୀ ଭାଷାରେ ଗାଁ ଗଉଁତିଆ କୁହାଯାଏ, ସେମାନେ ନୂଆଖାଇ ପୂର୍ବଦିନ ଘର ଘର ବୁଲିଥାନ୍ତି ଏବଂ ନୂଆଖାଇ ପାଇଁ ସାମର୍ଥ୍ୟ ନଥିବା ପରିବାରକୁ ଆବଶ୍ୟକୀୟ ସାହାଯ୍ୟ କରିଥାନ୍ତି। ଉଦ୍ଦେଶ୍ୟ ସଭିଏଁ ମିଳିମିଶି ଏ ପର୍ବ ପାଳିବା, ଖୁସି ମନାଇବା। ସତରେ କେତେ ମିଠାଏ ସଂସ୍କୃତି, କେତେ ଉଚ୍ଚ ପରମ୍ପରା। ତେବେ କିଏ ଏହାକୁ ଅନୁକୂଳର ପର୍ବ ବି କହିଥାନ୍ତି, କାରଣ ଏହି ପର୍ବ ପାଳନ ପରେ ବିବାହ, ବ୍ରତ, ଗୃହପ୍ରବେଶ ଭଳି ଶୁଭ କାର୍ଯ୍ୟ ମଧ୍ୟ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଯାଇଥାଏ।
ତେବେ ବଦଳିଛି ସମୟ ଆଉ ବଦଳିଛି ମଧ୍ୟ ଯୁଗ। ଆଧୁନିକରଣର ଚାକଚକ୍ୟ ଭିତରେ ବି ନୂଆଖାଇ ତା'ର ସ୍ୱତନ୍ତ୍ରତା ହରାଇ ନାହିଁ। ଆଜି ବି ଲୋକଙ୍କ ଭିତରେ ରହିଛି ସେତିକି ଉତ୍କଣ୍ଠା ଓ ଭଲ ପାଇବା ଏ ନୂଆଖାଇ ପାଇଁ ଯାହା 100 ବର୍ଷ ପୂର୍ବରୁ ଥିଲା। ତା ସହିତ ବଦଳିନି ରୀତିନୀତି କି ନୂଆଖାଇର ପରମ୍ପରା। ଠିକ୍ ସେମିତି ଏହାକୁ ବି ବଞ୍ଚେଇ ରଖିଛନ୍ତି ପଶ୍ଚିମ ଓଡ଼ିଶାର ଲୋକେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।